संपादक समस्त कर्तृपक्ष पक्षर धन्यवादी आज महिला सभा तेणु समितिर समस्त कर्मकर्त्री मान निकट में हार्दिक शुभेच्छा ज्ञापन करुच्ची आपण जितेक समवेत आपण प्रत्येक निकट में हृदय गभीर कोणरू सभक्ति अभिनंदन ज्ञापन करे एक जड़े पाठ करेंगे कि आज तुम्हार लोक कि मोहर लोक वो तुम्हार परमेश्वर कि मोहर परमेश्वर हेबे तुम्हें जेउठारे मरिब मु मध्य सेठारे मरिबी वो सेठारे मोहर कबर हेबो केवल मृत्यु छड़ा आउ किछि जेबे तुमको मते विच्छेद करे तेबे सदा प्रभु से दंड मध्यरु कहिनु मते अधिक धन्यवाद किछि दिन तळर कथा तो अनेक आमे माने जानिबा को पाइछु जे मझी दरिया रे हठात से बोट बा नौकाटी हुलस्थुल होई पानी रे डुबिबा को लागिला और सेतबेले जणे मां तार पक्ष देश ताको शिशु पुत्र को चापुड़ी धरी थाए लाइफ जैकेट से पिंधुंट जदि से शिशुपुत्र को छाड़ी निजे बचापी किसी चेष्टा करता तबे माँ बचार बहुत संभावना सेठारे रही सेमिति समय से छुआ को छाड़ापी नाराज से समुद्र पानी रे समस्या हुए तो अनेक यात्री मलेली जहाँ देखा मरणात्मक भविष्य देखा जदि छुआ को छाड़े से बंची सेमिति समय से पक्ष देश छुआ को चापुरी धरी से माँ तार मातृ वात्सल्य प्रेम को प्रकाश करी माँ और शिशु दुहे से मरी जाते आज हूँ मातृ दिवस प्रश्न निश्चित भाव मन जात हम जो जड़े उत्तम माँ मुझे हो पारि उत्तम माँ है बहुत विधेय बहुत आवश्यक कारण जेतेक सफलतार पुओ झील मान आम देखू ता पक्षरे जड़े आध्यात्मिक उत्तम माँ आध्यात्मिक रोल बहुत बेसी मात्रा थाए प्रार्थना बोलतु गढ़ी तोड़बार बोलतु शिक्षा परामर्श देवार बोलतु गोटे सुंदर मानसिक आकृति निज संतान संतति को प्रदान करी गठन करी तार भविष्य और शक्तियुक्त भाव व्यवहार करने पक्षरे जड़े माँ को गुरु दायित्व को आम सामान्य मन कर आज ए परिस्थिति मध्य आम अंचल मध्य सही प्रकार उत्तम माँ आध्यात्मिक भरा ईश्वर वाक्य रे परिपूर्ण हुई उत्तम माँ पुओ झील को गठन कर गले ईश्वर को दास दासी मान को गठन करने माँ मैंने आज बाहर दरकार अनेक समय समस्या हो आमे किए आमे कौन एत बड़ लाइन रे आमे जाइपारू कि आमे तो छोट श्रेणी आमर गाँ आम घर तो गोटे कोण रहा
ଆମ ପାଠ୍ୟକ୍ରମ ତ ଅତି ପଛୁଆ। ଆମେ ତ ଏତେ ଭଲ ଭାବେ ଓଡ଼ିଆ ଭାଷା ଜାଣି ନପାରୁ, ଇଂଲିଶ ଭାଷା ଜାଣି ନପାରୁ, ଏତେ ଆଡଭାନ୍ସ ଆମେ ନହୁଁ। ଚାରି କାନ୍ଥ ବିଶିଷ୍ଟ ଘର ଭିତରେ ଆମେ ରହୁଛେ, ଲଜ୍ଜାଶୀଳ ଗୁଣ ମନୋଭାବନା ଭରିକି ରହିଛି, ଏତେ ଫରୱାର୍ଡ ଆମେ ନହୁଁ। ଆମେ କଣ ସେ କ୍ୟାଟେଗୋରୀର ହେଇପାରିବା କି? ସେ ଉତ୍ତମ ମା, ଆଦର୍ଶ ମା ଆମେ ହୋଇପାରିବା କି? ଅନେକ ପ୍ରକାର ଆଉ ପଛୁଆ ମନୋଭାବନା ଆସି ଆମ ମନକୁ ପଛକୁ ଟାଣି ନେଇଯାଇଥାଏ, ଆଉ ନୈରାଶ୍ୟତା ଆସିଥାଏ ଯେ ହୁଏତ ମୁଁ ଜଣେ ଉତ୍ତମ ମା ହୋଇପାରିବି ନାହିଁ। ଆମେ ଦେଖିବା ଜଣେ ଅତି ସାଧାରଣ ଆଉ ସାଧାରଣରୁ ସାଧାରଣ ଆଉ ଅତି ସାଧାରଣ ବ୍ୟାକଗ୍ରାଉଣ୍ଡରୁ ଜଣେ କେମିତି ଆସୁଛି ଆଉ ଉତ୍ତମ ମା ସେ ହେଇପାରୁଛନ୍ତି। ସେତେବେଳେ ବିଚାରକର୍ତ୍ତା ମାନଙ୍କ ପିରିୟଡ ପ୍ରାୟ ଶେଷ ହେଉଥାଏ ଇସ୍ରାଏଲ ଦେଶରେ। ତାର କିଛି ବର୍ଷ ପରେ ପ୍ରଥମ ରାଜା ସାଉଲ ସେ ରାଜତ୍ୱ କରିବେ। ସେ ସାଉଲ ଆସିବାର ପୂର୍ବ ସମୟ, ବିଚାରକର୍ତ୍ତା ମାନଙ୍କ ଶେଷକାଳୀନ ସମୟ, ତାହା ଗୋଟାଏ ଆଧ୍ୟାତ୍ମିକ ପତନାଗ୍ରସ୍ତ ସମୟ ଇସ୍ରାଏଲ ଦେଶ ମଧ୍ୟରେ। ସେ ସମୟରେ ଏତେ ପାପ ଭରି ଉଠିଥିଲା ଦେଶରେ କହିଲେ ନ ସରେ। କାହିଁକି? ରାଜା ନାହିଁ, ଶାସକ ନାହିଁ, ବିଚାରକର୍ତ୍ତା ନାହିଁ, ଆଉ ଲୋକେ ମନ ଇଚ୍ଛା ଲୁଟ କରିବାକୁ ଲାଗିଲେ। ଯାହାର ମନରେ ଯେମିତି ପାପ ଛୁଇଁଲା ସେ ପାପ କଲେ, ଆଉ କିଛି ଅଟଙ୍କ ରଖିବାର କିଛି ନଥିଲା, ମନ ଇଚ୍ଛା ପାପ କରିବାକୁ ଲାଗିଲେ। ଆଉ ସେମିତି ସମୟରେ ପ୍ରଭୁ ଲୋକମାନଙ୍କୁ ସଜାଡ଼ିବାକୁ, ତାଙ୍କରି ଲୋକମାନଙ୍କୁ ସଜାଡ଼ିବାକୁ ଗୋଟେ ଦୁର୍ଭିକ୍ଷ ପଠେଇଲେ। ସାଧାରଣତଃ ପ୍ରଭୁ ସେ ସମୟ ସେ କାଳରେ ଦୁର୍ଭିକ୍ଷକୁ ସେହି ପ୍ରକାର ଅସ୍ତ୍ର ଭାବରେ ପ୍ରଭୁ ବ୍ୟବହାର କରୁଥିଲେ, ଯେମିତି ଲୋକେ ଦୁର୍ଭିକ୍ଷରେ ମରୁଡ଼ିରେ କିଛି ଖାଇବା ପିଇବା ନ ପାଇ ହନ୍ତସନ୍ତ ହୋଇ ପଶ୍ଚାତାପ କରିବେ, ଅନୁତାପ କରିବେ, ପ୍ରଭୁଙ୍କ ପାଖକୁ ଫେରିବେ। ତାହା ପ୍ରଭୁଙ୍କର ଯୋଜନା। ଆଉ ପ୍ରଭୁ ଦୁର୍ଭିକ୍ଷ ପଠେଇଲେ। ଇସ୍ରାଏଲ ଦେଶ ବେଥଲିମ ମଧ୍ୟରେ, ବେଥଲିମ ହେଉଛି ଗୋଟେ ଭଲ ଐତିହାସିକ ନଗରଟିଏ, ଆଉ ସେଇଠି ଯୀଶୁଙ୍କ ଜନ୍ମ ଆମେ ଦେଖୁଛେ। ବେଥଲିମର ଅର୍ଥ ହେଉଛି ବେଥ ମାନେ ଘର, ଲେହେମ ମାନେ ରୋଟି, ମାନେ ଖାଦ୍ୟର ଭଣ୍ଡାର। ଏ ପାପ ଯେତେବେଳେ ଅତିଶୟ ଭାବେ ବଢିବାକୁ ଲାଗିଲା, ପ୍ରଭୁ କଣ କଲେ? ଦୁର୍ଭିକ୍ଷ ପଠେଇଲେ। ଆଉ ବେଥଲିମରେ ମଧ୍ୟ ଦୁର୍ଭିକ୍ଷର ପ୍ରଭାବ, ସାରା ଇସ୍ରାଏଲରେ ଦୁର୍ଭିକ୍ଷର ପ୍ରଭାବ। ହେଲେ ବେଥଲିମରେ ବାସ କରୁଥିବା ଗୋଟେ ପରିବାର, ନୟମୀ, ଏଲେମେଲେକ ଆଉ ଦୁଇ ପୁତ୍ର। ସେମାନେ କିଏ? ମହଲନ ଆଉ ଗିଲିୟମ। ଜଣା ପଡୁଛି ଏଇଟା ନୟମୀର ଗୋଟେ ଚାଲାକପଣ, ଚତୁରତାର ଗୋଟେ ଗୁଣ। ନା ସେମାନେ ଗୋଟେ ଡିସିସନ ନେଉଛନ୍ତି, ଏ ଦୁର୍ଭିକ୍ଷ ଯୋଉ ଆସିଲା ଆମେ ବର୍ତ୍ତି ଯାଇପାରିବା। ପ୍ରଭୁ ଯୋଉ ରୋଗଟା ଲଗେଇଲେ, ସମସ୍ୟାଟା ଆଣିଲେ, ଆମେ ଆମ ମାନବୀୟ ଚାଲାକି ଚତୁରତା ବ୍ୟବହାର କରି ଆମେ ପାର ହୋଇପାରିବା। କେମିତି? ଆମ ପଡୋଶୀ ଦେଶ ମୟାବ ଦେଶ, ସେଇଠି ଖାଦ୍ୟ ଭରିକି ରହିଛି, ଆମେ ସେଇଠିକି ପଳେଇବା। ମୁଁ ଭାବୁଛି ଏଇ ପ୍ରସ୍ତାବଟି ସ୍ୱାମୀର ନଥିଲା, କିନ୍ତୁ ସ୍ତ୍ରୀ ନୟମୀର ଥିଲା। ବାଇବେଲ କ୍ଲିୟରଲି ତାହା ପ୍ରକାଶ କରେ ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ତିକ୍ତ ଅନୁଭୂତି ଦେଇ ନୟମୀ ଯାତ୍ରା କରୁଛନ୍ତି, ପ୍ରଭୁ ତାର ପରିଣାମ ତାକୁ ଚକଉଛନ୍ତି। ଦେଖ, ତମ ସେ ଭୁଲ ପାଇଁ ତମେ ଦଶା ଭୋଗୁଛ। ହୁଏତ ଏହି କାରଣରୁ ପ୍ରସ୍ତାବ ଦେବା ନୟମୀ ଦେଇଥିଲା,
ଯେ ଆମେ ବର୍ତ୍ତିଯିବା ଫିଟିଯିବା ଏ ଦଣ୍ଡରୁ ଆମେ ମୁକ୍ତ ହୋଇପାରିବା ମୋୟାବ ଦେଶକୁ ପଳେଇବା। ଅନେକ ସମୟରେ ଆମେ ଈଶ୍ୱରଙ୍କ ଯୋଜନାକୁ ବୁଝି ନ ପାରି ଏମିତି ରଙ୍ଗ ଡିସିସନ ଭୁଲ ସିଦ୍ଧାନ୍ତରେ ଆମେ ପହଞ୍ଚିଥାଉ। ପ୍ରଭୁଙ୍କ ଇଚ୍ଛା ହଉଛି ତମେ ପାପ କରିବାରୁ ଦଣ୍ଡ ମୁଁ ପଠେଇବି, ଅନୁତାପ କର, ଏ ଦଣ୍ଡ କେତେ ସମୟ ଆମେ ଦୂର କରିବା। ଅନୁତାପ ନକରି ଏ ମନୁଷ୍ୟ ଚିନ୍ତାଧାରାରେ ପଡ଼ି ଚତୁରତା ପାଚିରେ ପଡ଼ି ସେ ମୋୟାବ ଦେଶକୁ ସେମାନେ ପଳେଇଗଲେ। ଇସ୍ରାଏଲ ଲୋକମାନଙ୍କୁ ପ୍ରଭୁଙ୍କ ଗୋଟେ କଟକଣା ରହିଥିଲା ଯେ ତମେ ଆଉ ବିଦେଶୀୟ ଲୋକମାନଙ୍କ ସହିତ ସମ୍ପର୍କରେ ଆସିବ ନାହିଁ, ବିବାହ ଦେବ ନାହିଁ କି ବିବାହ ନେବ ନାହିଁ, କି ସେମାନଙ୍କ ନିକଟରେ ଆଟାଚ କରି ରହିବ ନାହିଁ। ସମସ୍ୟା ହଉଛି ଇସ୍ରାଏଲ ଲୋକମାନଙ୍କର ଏମାନଙ୍କ ଗୋଟେ ଦୁର୍ବଳତା, ଅତି ଶୀଘ୍ର ସେମାନେ ବିଜାତୀୟ ଢାଞ୍ଚାକୁ ଆପଣେଇ ଦେଉଥିଲେ। ଅତି ଶୀଘ୍ର ପ୍ରଭୁଙ୍କ ଯୋଜନା ଏମାନଙ୍କ ଆଧ୍ୟାତ୍ମିକ ପ୍ରଭାବ ବିଜାତୀୟ ମାନଙ୍କ ଉପରେ ପଡୁ, କିନ୍ତୁ ତାହା ନ ହୋଇ ବିଜାତୀୟ ମାନଙ୍କ ବିଜାତୀୟ ଢାଞ୍ଚା ଇସ୍ରାଏଲ ଲୋକମାନଙ୍କ ଉପରେ ପଡ଼ିଯାଉଛି। ମୂର୍ତ୍ତି ପୂଜା କରନ୍ତୁ, ଦେବାଦେବୀ କଥା କରନ୍ତୁ, ଅତି ଶୀଘ୍ର ସେମାନେ ଆଡପ୍ଟ କରିଦେବେ ଇସ୍ରାଏଲ। ତେଣୁ ପ୍ରଭୁ ଚାହୁଁଥିଲେ ଯେ ତମେ ବିଜାତୀୟ ମାନଙ୍କ ସହିତ କାରବାର କିଛି କର ନାହିଁ, ହେଲେ ଲେଖା କ୍ଲିୟର। ଦେଖିବା ବେଳେ ଏମାନେ ମୋୟାବ ଦେଶକୁ ପଳେଇଗଲେ। ମୋୟାବ ଦେଶକୁ ଯିବା ପରେ ପରେ ଦେଖନ୍ତୁ ସେ ମୋୟାବୀୟ କଲଚର ବା ସଂସ୍କୃତି ତାଙ୍କ ଆଉ ଅଭ୍ୟାସରେ ସେମାନେ ଛନ୍ଦି ହେବାକୁ ଲାଗେ। ମହଲନ କିଲିୟନ ଏ ଦୁଇ ଜଣ ଯୁବକ ମୋୟାବର ଝିଅମାନଙ୍କୁ ବିବାହ କରିବାକୁ ଲାଗିଲେ। ଆମେ ସମସ୍ତେ ଜାଣୁ ଜଣେ ଋତ ଆଉ ଜଣେ କିଏ ଅର୍ପା ବିବାହ କରିଦେଲେ। ତାପରେ ସଂକଟ ପରିଣାମ ପଡୁଛି। ଆଉ ସେ ପରିଣାମ ହଉଛି କଣ? ଏ ପରିବାର କର୍ତ୍ତା ଏଲିମେଲେକ୍ ଆଉ ଏ ଦୁଇଟି ଯୁବା ପୁତ୍ର ଯୋଉମାନଙ୍କୁ ପରିବାର ଭବିଷ୍ୟତ ଏମାନଙ୍କୁ ନେଇ ଅନେକ ଆଶା ପ୍ରକଟ କରିଥିଲା ମା, ଏ ଦୁଇଟି ଆଉ ଯୁବା ପୁତ୍ର ପରିବାରର ଶକ୍ତି ସବୁ ତିନି ଜଣ ପୁରୁଷ ଜଣେ ପରେ ଜଣେ ଜଣେ ପରେ ଜଣେ ସେମାନେ ମୃତ୍ୟୁ ଭୋଗ କରିବାକୁ ଲାଗିଲେ। କେଉଁଠି? ମୋୟାବ ଦେଶ। କେତେବେଳେ ଏ ଦୁଇଟି ପୁଅ ବିବାହ ଗ୍ରହଣ କରିବା ପରେ ଯେଉଁଠି 6 ଜଣ ଯାକ ରହୁଥିଲେ ସେଇଠି ଏବେ ମାତ୍ର 3 ଜଣ। ଆଉ ଏ 3 ଜଣ କେଉଁମାନେ? ଓନ୍ଲି ଲେଡିଜ, କେବଳ ସ୍ତ୍ରୀ ମାନେ ଘରେ। ଆଉ ଏମାନେ କିଏ? 3ଟି ବିଧବା ଗୋଟିଏ ଘରେ। ପରିଣାମ, ସେ ପରିଣାମ କେମିତି ପଡିଛି ଦେଖନ୍ତୁ। ଈଶ୍ୱରଙ୍କ ବାକ୍ୟକୁ ଆମେ ଓଭରଟେକ୍ କରିକି ଯେତେବେଳେ ଆମର ଇଚ୍ଛା ଆମର ଜ୍ଞାନ ଉପରେ ଆମେ ନିର୍ଭର କରି ଆଗ ବଢି ଆଗକୁ ଯାଉ, ତାର ପରିଣାମଟି କେମିତି ଆସିଥାଏ ଗୋଟେ ପରିବାର ମଧ୍ୟକୁ ତାହା ଲକ୍ଷ୍ୟ କରନ୍ତୁ। ଆଉ ନୟୋମିକୁ ପ୍ରଭୁ ଗଞ୍ଜଣା ଦେଉଛନ୍ତି, ଦେଖ ସମୟ ଥିଲା, ସୁଯୋଗ ଥିଲା, ଏସବୁରୁ ତମେ ଅଟକି ପାରିଥାନ୍ତ। ପୁଣି ନିଜ ଚିନ୍ତା ଉପରେ ହୁଏତ ତୁମେ ନିଜେ ପ୍ରସ୍ତାବ ଦେଇଥିଲ ଆସିବା ପାଇଁ। ଯଦି ତମ ସ୍ୱାମୀ ପ୍ରସ୍ତାବ ଦେଲା, ଯଦି ସେ ଦେଇଥିଲା, ତମେ କହିଲନି ନା ପ୍ରଭୁଙ୍କ ବ୍ୟବସ୍ଥା ଆମ ପାଇଁ ଏମିତି ଏମିତି ରହିଛି, ଆମେ ହଠାତ୍ ସେମିତି ଯାଇପାରିବା ନାହିଁ। ଯଦି ତମେ ଦେଲ, କେଉଁ ଦୁଃସାହସିକତାରେ ତମେ ଦେଲ, ପରିଣାମ ଏବେ ଏମିତି ସଂକଟାପନ୍ନ ପରିସ୍ଥିତି, ଭାବନା କଳନା କଳ୍ପନାର ବାହାରେ
ନୟନୀକୁ ବୋଝେଇବାକୁ ପଡୁଛି। ନିଜ ହାତରେ ନିଜେ ପୁରୁଷ ସ୍ୱାମୀ ପୁଅମାନଙ୍କୁ କବର ଦେଇ ଆସି ସେ ଦୁଇଟି ପୁତ୍ର ବଧୂମାନଙ୍କ ସହିତ ପରିବାର ଭିତରେ ପୁରୁଷ ଶୂନ୍ୟ ଘରେ ତିନୋଟି ବିଧବା ବିଚରଣ କରୁଛନ୍ତି। ଆଉ ସେମିତି ଅବସ୍ଥାରେ ଦେଖନ୍ତୁ ଘଟସୂତ୍ର କେମିତି ପ୍ରଭୁ କେମିତି ଘଟଉଛନ୍ତି। ତାପରେ ଖବର ଆସୁଛି ଯେ ନାଇଁ ଦୁର୍ଭିକ୍ଷ ସମୟ ଗଲା, ବେଥଲିମରେ ଖାଦ୍ୟ ପ୍ରଚୁର, ଆଉ ନୋ ପ୍ରୋବ୍ଲେମ, ଆଗ ପରି ପ୍ରୋବ୍ଲେମ ଆଉ ନାହିଁ। ଯଦି ଟିକେ ଆଗରୁ ହେଇଥିଲେ ସମସ୍ତେ ମିଶି ପଳେଇଥାନ୍ତେ, ପୁଣି ମରଣ ପରେ ସେ ଘଟଣା ସେ ଖବର ଆସୁଛି। ତାପରେ ନୟନ ଦେଖୁଛି ପୂର୍ଣ୍ଣ ହସ୍ତରେ ମୁଁ ଆସିଥିଲି, ଏବେ ଗଲାବେଳେ ଖାଲି ହାତରେ ଯିବାକୁ ପଡୁଛି। ହେ ଋତ, ହେ ଅର୍ଫା, ତମର ଦେଶ ତମର ଗାଁ ହେଲା। ମୁଁ ଗୋଟେ ରେଫ୍ୟୁଜି ପରି, ଗୋଟେ ଶରଣାର୍ଥୀ ପରି ହୋଇ ଆସିଥିଲି, ଏବେ ମୁଁ ଫେରିଯିବି। ଆଉ ତୁମେ ମାନେ ଯୁବତୀ ଅବସ୍ଥାରେ ଅଛ, ପ୍ଲିଜ ଘର ସଂସାର ତୋଳିବା ପାଇଁ ତୁମେ ଯାଅ, ନିଜ ବାପ ଘର ତୁମେ ଯାଅ। କେତେ କରୁଣ କାହାଣୀ ଏହା, ଟିକେ ଭାବି ଦେଖନ୍ତୁ। କଳ୍ପନା କଲେ, ଟିକେ ମନରେ ଭାବିଲେ ହୁଏତ ଆମ ଆଖିରୁ ଲୁହ ଧାର ଧାର ପରିବ। ଅଙ୍ଗେ ଅଙ୍ଗେ ନିଭଉଛି ନୟନ। ଆଉ ସେ ଫେରନ୍ତା ବାଟରେ, ବେଥଲିମ୍ ଯିବା ବାଟରେ, ଯିବା ପାଇଁ ଫେରିବା ପାଇଁ ଉଦ୍ୟତ, ଆଉ ଦୁଇଟି ପୁତ୍ର ବଧୂଙ୍କୁ ସେ ବିଦାୟ ଦେଉଛି। ସେମିତି ସଙ୍ଗୀନ ମୁହୂର୍ତ୍ତରେ, ସେମିତି ସନ୍ଦିଗ୍ଧ ସମୟରେ ବୁଝିପାରୁଛି ଅର୍ଫା, ଆଉ ସେ ଡିସେଣ୍ଟ ଫେୟାରୱେଲ ନେଇ ତାଙ୍କ ଶାଶୁମାନଙ୍କ ଠାରୁ ସେ ବିଦାୟ ପାଇ ତାଙ୍କ ବାପ ଘରକୁ ସେ ପଳେଇ ଯାଉଛି। କାରଣ ନୟନୀ ଯାହା କହୁଛନ୍ତି ଗୋଟେ ଯୁକ୍ତିଯୁକ୍ତ କଥା ସେ କହୁଛନ୍ତି। ତମ ଘର, ତମ ଗାଁ, ତମ ଦେଶ, ଆଉ ମୋ ପାଖକୁ ଆସିଲେ ଲାଭ କଣ ତମର? ଯାଅ ତମ ବାପ ଘର, ମୁଁ ଏକା ଫେରିଯିବି। ରିଜନେବଲ, ଯୁକ୍ତିଯୁକ୍ତ କଥା ଅର୍ଫା ମାନିକି ରହିଗଲେ। କିନ୍ତୁ ଏଇଠି ଆମେ ଯେଉଁ ଶାସ୍ତ୍ରାଂଶ ପଢିଲୁ 16-17 ପଦ, ସେଠାରେ ଆମେ ଦେଖୁଛୁ ଋତ ଆଉ ଜଣେ ବହୁ ଋତ, ସେ ଆଉ ଯିବା ପାଇଁ ଇଚ୍ଛା କରୁନାହାନ୍ତି। ଏଇଠି ଆମେ ଦେଖୁଛୁ ଗୋଟେ ଭିନ୍ନ ପ୍ରକାର ଟର୍ନିଂ ମୋଡ, ସିଚୁଏସନ କେମିତି ଭିନ୍ନ ଆଡକୁ ବଦଳୁଛି, ଆମେ ଏଇଠି ଲକ୍ଷ୍ୟ କରିବାକୁ ପାରୁଛୁ। ସେ ଗୋଟେ ଷ୍ଟ୍ରଙ୍ଗ ଡିସିସନ ନେଉଛନ୍ତି। ଜଣେ ଲେଡି ଷ୍ଟ୍ରଙ୍ଗ ଡିସିସନ ନେବା, ଆଉ ଈଶ୍ୱରୀୟ ଡିସିସନ ନେବା, ଆଉ ପ୍ରଭୁଙ୍କ ନିମନ୍ତେ ଡିସିସନ ନେବା ଯେ ତାହା କେତେ ଗୁରୁତ୍ୱପୂର୍ଣ୍ଣ ଆମେ ଦେଖିବାକୁ ପାରୁଛୁ। ତମର ମୋର ଆଉ ପୃଥକ ହୋଇପାରିବ ନାହିଁ। ଯେବେ ଯାଏ ଏ ଜୀବନ ଲାଗି ରହିଛି ମୋର, ମୁଁ କଦାପି ତୁମକୁ ଛାଡ଼ିବି ନାହିଁ। ତାପରେ ଚିତ୍ର ଦୃଶ୍ୟଟି ଟୋଟାଲି ଏଇ ପଏଣ୍ଟରୁ ବଦଳି ଯାଉଛି। ଆଉ ଶେଷକୁ ଯେତେବେଳେ ଆପଣ ଦେଖିବେ ଯେ ଏହି ଋତ ଯିଏକି ସମ୍ପୂର୍ଣ୍ଣ ରୂପେ ବିଧବା ଥିଲେ, ଆଶା ନଥିଲା ଆଉ ସେକେଣ୍ଡ ମ୍ୟାରେଜ କରିବାର, ସେମିତି ଜଣେ ସ୍ତ୍ରୀ ଲୋକ, ସେମିତି ଜଣେ ମା, ସେମିତି ଜଣେ ଭଉଣୀ ଶେଷରେ ସଫଳତାର ମା ସେ ହେଇପାରୁଛନ୍ତି। ସଫଳତାର ମା ସେ ହେଇପାରୁଛନ୍ତି। ଅଳ୍ପ ସମୟ ମଧ୍ୟରେ ଆମେ ଲକ୍ଷ୍ୟ କରିବା ଏ ଋତ
ସଫଳତାର ମା ହେଲେ କେମିତି? ତିନୋଟି କାରଣ, ତିନୋଟି ବିଷୟ ଆପଣମାନଙ୍କ ଆଗରେ ଅଳ୍ପ ସମୟ ମଧ୍ୟରେ ରଖିବି। ସଫଳତାର ମା ରୁତ ହେଲେ କେମିତି? ତିନୋଟି କାରଣ। ପ୍ରଥମ କାରଣ, ସେ ତାଙ୍କ ଶାଶୁ ମାଙ୍କ ପ୍ରତି ଅନୁରକ୍ତ ହୋଇଥିଲେ, ଯାହା ଆମେ ଏହି ସ୍ଥାନରେ ଏ ପଠିତ ଶାସ୍ତ୍ରାଂଶରେ ଆମେ ଦେଖିବାକୁ ପାଉଛୁ। ଶାଶୁ ମାଙ୍କ ସହିତ, ଜଣେ ଶାଶୁଙ୍କ ସହିତ ଏ ବହୁ, ଏ ଯୋଉ ନିଆରା ସମ୍ପର୍କ, ନିବିଡ଼ ସମ୍ପର୍କ, ତାହା ବହୁତ ଛାନିଆ ତାଟକା କରିବା ବିଷୟ। ଋତ କହିବା କଥା, ଶାଶୁମା ନୟନୀ ତମେ ଶୁଣ, ସେ ମନେ ମନେ ଭାବିବା କଥା, ତମେ ହୁଏତ ଜଣେ ଅଭାଗିନୀ, ତମେ ଗୋଟେ ଅଭିଶପ୍ତ ନାରୀ କର, କଣ ଏହା ତମର? ବେଥଲିମ୍ ପରି ନଗରରୁ ଆସିଲ ଆମ ଦେଶକୁ ଆସିଲ ଖାଇବା ପିଇବା ବଞ୍ଚିବାର ଆଶା ନେଇ ଆସିଲ, ଏଇଠି ମଧ୍ୟ ମାଟି ତମକୁ ସହୁନି। ତମର କି ଲାଭ? ତମର ଏତେ ଦୁର୍ଭାଗ୍ୟ କି ତମର ସ୍ୱାମୀ ପୁଅ ହରେଇଲ, ପୁତ୍ର ପୁଅ ହରେଇଲ, ଆଉ ତମ ସହିତ କିଏ ରହିବ? ଆଉ ରହିଲେ ଆମ ପ୍ରତି କାଳେ କଣ ମରଣର ବିପଦ ଆସିଯାଇପାରେ। ଶୁଭ ଲକ୍ଷଣ କିଛି ଦେଖାଯାଉ ନାହିଁ ତମଠାରେ। ନୁହେଁ, ଯେତେ ସମ୍ଭବ ତମକୁ ଛାଡ଼ିବା ହିଁ ଭଲ। ହୁଏତ ବିଜାତୀୟ ବୁଝାମଣାରେ ଋତ ସେମିତି ଭାବିବା କଥା କି ବୁଝିବା କଥା। ଏ ଦେଖିଲେ ଜଣେ ଯିହୁଦୀ ନାରୀ ନୟମୀ, ଋତ ଦେଖିଲେ ଜଣେ ମୋୟାବୀୟ ଯୁବତୀ। ଏ ଦୁହେଁ ଶାଶୁ ବୋହୂ, ମା ଝିଅ ନୁହନ୍ତି, ଶାଶୁ ବୋହୂ। ମଝିରେ ନିଶ୍ଚିତ ଭାବେ ଅଳି କଳି ରହିବ। ଏତେ ସବୁ ଭିତରେ ନୟମୀର କଣ କାରିଶ୍ମା ସେ ଦେଖେଇଛି ଯେ ଏପଟ ଋତ ତାଙ୍କୁ ଛାଡ଼ି ପାରୁନାହାନ୍ତି, ଆଉ କହୁଛନ୍ତି ମରଣ ବିନା ଆଉ କିଛି ସେପାରେଟ କରିପାରିବ ନାହିଁ ତମର ମନ। ଯଦି ଆମେ ପରଖି ଦେଖିବା ଈଶ୍ୱରଙ୍କ ବାକ୍ୟକୁ, ନୟମୀର ସୌନ୍ଦର୍ଯ୍ୟ ଆଉ ଋତୁକୁ ଆଟ୍ରାକ୍ଟ କରୁଛି କି ନା ନୟମୀର ସମ୍ପତ୍ତି ସବୁ ଋତୁକୁ ଆଟ୍ରାକ୍ଟ କରୁଛି? କଣ ନୟମୀର ତାହା ଯାହା ଋତୁ ଭୁଲି ପାରୁନାହାନ୍ତି, ପଛେ ପଛେ ଯିବାକୁ ବାଧ୍ୟ ହେଉଛନ୍ତି? ଏତେ ସୁନ୍ଦର ସମ୍ପର୍କ ଶାଶୁ ବୋହୂ ଭିତରେ, ଏତେ ଅନୁରକ୍ତ, ଏତେ ପ୍ରେମ ଜଣେ ବୃଦ୍ଧା ଶାଶୁମାଙ୍କ ପାଇଁ, ଜଣେ ଶୂନ୍ୟ ହୋଇଥିବା ରିକ୍ତ ହସ୍ତରେ ଥିବା ଶାଶୁମାଙ୍କ ପାଇଁ, ଜଣେ ଯୁବତୀ ବିଧବା ବୋହୂର ଏତେ ଅନୁରକ୍ତ ଭାବ ଆସୁଛି କେମିତି? ତେବେ ଆମେ ଦେଖୁଛୁ ଏସବୁ ଯାତ୍ରା ଭିତରେ ନୟମୀର ଈଶ୍ୱରୀୟ ଗୁଣ, ଈଶ୍ୱରୀୟ ଆଚରଣ, ଆଧ୍ୟାତ୍ମିକ ଜୀବନର ପ୍ରଭାବ ତାହା ପ୍ରଭାବିତ କରୁଛି। ଦୁଃଖର ସମୟ, ଦୁର୍ଦ୍ଦଶାର ସମୟ, ବହୁତ କଷ୍ଟିଆ ମୁହୂର୍ତ୍ତ, ତଥାପି ନୟମୀ ସବୁ ଅବସ୍ଥାରେ ସେ ଯୋଉ ଡିସେଣ୍ଟ ଟେଷ୍ଟିମନି ସେ ଦେଖାଉଛି, ଯୋଉ ସୁନ୍ଦର ଜୀବନ ଶୈଳୀ ସେ ରଖୁଛି, ଯୋଉ ଈଶ୍ୱରୀୟ ଜୀବନ ଶୈଳୀ ସେ ଦେଖାଉଛନ୍ତି, ଆଉ ତାହା ଏତେ ଶକ୍ତିଯୁକ୍ତ ଯେ ସର୍ବହରା ହେଲା ପରେ ମଧ୍ୟ ଜଣେ ବୋହୂ ତାଙ୍କ ପାଇଁ ଆଟ୍ରାକ୍ଟେଡ ହେଉଅଛନ୍ତି।
प्रिय माँ माने आपण पाखरे से ईश्वरीय गुण अच्छी कि जे आपण अनेक माँ भूमि मानू आपण बहु मानू आपण मैंने एट्राक्ट कर प्रभु को निकट पानी आपण कथा भाषा गोटे संपर्क स्थापनकारी कथा भाषा ना विरक्त जन्मेबार कथा भाषा पारिवारिक भाव सामाजिक भाव आपण स्वर आपण संबोधन आपण कथा भाषा आपण संपर्क परिवार मध्य परिवार बाहर केमी रोच बहुत गुरुत्व पाखे पाखे देखुची गुरुत्व जे नयनीर जीवन शैली टोटाली अलग ईश्वरीय ईश्वरीय गुण संपूर्ण रूपे प्रभाव पकाउछि ऋत छाड़ी जावाकू नाराज होउछि जदि ऋत नयनी सहित जाई नथान्ते माँ हो पारिथान्ते पुणी ऋत मयाकू जाई से विवाह ग्रहण कर माँ हो पारिथान्ते पुणी किंतु सफलतार माँ गोटे आदर्श माँ आ जड़े ऐतिहासिक माँ से हो पारि नथान्ते ताहा निश्चित सफल शाशु माँ सहित जो प्रेम अनुरक्त भाव ताहा तार भविष्य को संपूर्ण रूपे बदलाई देउछि तार भाग्य को बदलाई देउछि तार स्टेटस को परिवर्तन कर दे पारुछि प्रिय बंधु से सही प्रकार आउ जीवन ईश्वरीय गुण आमान पाखरे रहिबा दरकार अनेक आज प्रभावित होई पारिबे प्रथम विषय आम देखिले जे शाशु माँ प्रति ऋत अनुरक्त होई पारे कहीं ऋत जड़े सफलतार माँ प्रथम विषय आम देखुचु जे से शाशु माँ नयनी सहित तांकु हीन न देखी तांकु नीच न देखी तांकु न्यून मन न करी से आकर्षित होइतिले तांको पाए ताहा होछि प्रथम विषय द्वितीय विषय आम देखा ऋत जड़े आदर्श माँ हो पारि तार द्वितीय कारण द्वितीय विषय हूँ से विजातीय ढांचा मयावीय ढांचा को से परित्याग करथिले ताहा होछि बहुत बड़ कारण द्वितीय कारण मयाबे अच्छी एपर्यंत मयाबे ये शास्त्रांश एक पर्व 16-17 पदरे आम देखुचु एते बेले जाई मयाबे ही से थिले निज बाप घर को जीवा ताहा बहुत रिजनेबल आ बेसी सहज आ बाप घर माँ घर तार बासना ही अलग ताकू निश्चित भाव टाणी नौ तार पूर्व संस्कृति ताकू टाणुथिब आकर्षण करुथिब शाशु घर को जीवाटा ए परिप्रेक्षी रे एते सहज नुह कहीं ना स्वामी अच्छी कि अच्छी ना संपत्ति अच्छी ना बड़ कोठा बिल्डिंग रही ना नयनीर बेकरे बड़ बड़ हार लगी सुना पिंधि सी कौन देखी से जीव एपट देखिले निज गाँ निज देश निज भाई भौणी पैतृक संपत्ति बापा माँ सब कथा रहा आ जीवा क्षणी घर को लेउटिबा क्षणी से विवाह ग्रहण करें तार अनेक कथा सब रही से सबको जड़े युवती अवस्था जड़े बहु से बारण कर मना कर निज मन से बुझाऊँ निजक जे दरकार नहीं नो नीड मु जीवित नयमी पछरे जीव आ मयाब देश मयाब संस्कृति मो बापा माँ घर
ଏସବୁ ଦରକାର। ପ୍ରିୟ ମା ଭଉଣୀ ମାନେ ମନେ ରଖନ୍ତୁ ଗୋଟେ ବିଷୟ, କିଛି ଗୋଟାଏ ବିଷୟକୁ ଆମେ ସମ୍ପୂର୍ଣ୍ଣ ରୂପେ ଛାଡ଼ିବା ଦରକାର। ଆମ ପୁରୁଣା ଅଭ୍ୟାସ କି ପୂର୍ବ ଚାଲିଚଳନ କି ପୂର୍ବ ପାପର ଅଭ୍ୟାସ, କିଛି ଗୋଟେ ବିଷୟ ଯାହା ରହିଛି ତାହା ଆମକୁ ପଛଆଡ଼ୁ ଡୋରି ବାନ୍ଧି ଝିକିଲା ପରି ଟାଣିଲା ପରି ସଫଳତାର ପାହାଚରେ ପାଦ ପକେଇବାକୁ ସେ ଦେଇନଥାଏ, ପଛକୁ ଟାଣୁଥାଏ। ସେଥିପାଇଁ ପାଉଲ କୁହନ୍ତି ପଶ୍ଚାତ୍ ବିଷୟ ସବୁ କରିତ୍ୟାଗ ପରେ ସମ୍ମୁଖରେ ଯେଉଁ ବିଷୟ ଅଛି ମୁଁ ତାକୁ ଲକ୍ଷ୍ୟ କରି ଦୌଡ଼ୁଅଛି। କେତେକ ବିଷୟ ସେଦିନ ଋତଙ୍କ ପାଇଁ ମୋୟାବର କାଲଚର ଆଜି ଆମମାନଙ୍କ ପାଇଁ କେତେକ ପାପ, କେତେକ ଅଭ୍ୟାସ, କେତେକ ଭୁଲ ବୁଝାମଣା, କେତେକ ଗୁପ୍ତ ପାପ, ଗୁପ୍ତ ଚିନ୍ତା ପଛରେ ତାହା ଆମକୁ ଧକ୍କା ମାରିଥାଏ, ଆମକୁ ବିଫଳତା ଆଡ଼କୁ ନେବାକୁ ଚାହିଁଥାଏ, ଆଉ ଆମ ଜୀବନରେ ବଡ଼ ଅଘଟଣା ସବୁ ଘଟେଇବା ପାଇଁ ତାହା ଚାହିଁଥାଏ। ଆଉ ସେ ପାପର ବଶବର୍ତ୍ତୀ ହୋଇ ଆମେ ପାପରେ ଖେଳ ତାମାସା ହୋଇ ଜୀବନ କାଟି ଆମର ଭବିଷ୍ୟତ, ଆମ ପରିବାର, ଆମର ଅବସ୍ଥାକୁ ଆମେ ଛାରଖାର ନାରଖାର ଆମେ କରିଦେଇଥାଉ। ଛୋଟିଆ ପାପର କ୍ଷଣିକ ଅଭ୍ୟାସ ଆଉ ସୁଖ ପାଇଁ ଆମର କ୍ୟାରିୟରକୁ ବର୍ବାଦ ଆମେ କରିଦେଇଥାଉ। କିଛି ଗୋଟାଏ ବିଷୟକୁ ଆମେ ନା କରିବାକୁ ବାଧ୍ୟ। ସେଦିନ ଋତ ଏତେ ପାଠ ପଢିନଥିଲେ, ଏତେ ଶିକ୍ଷିତ ଘରର ଝିଅ ମଧ୍ୟ ସେ ନଥିଲେ, କି ତାଙ୍କ ସମୟରେ ଏତେ ଏଜୁକେସନ ଟେକ୍ନୋଲୋଜି ବେଶୀ ଡେଭଲପ ନଥିଲା ଆଜି ଯେମିତି। ତଥାପି ଆମେ ଦେଖୁଛୁ ଋତ ମନ ଭିତରେ ଗୋଟେ କିଛି ସେ ଡିସିସନ ନେଉଛନ୍ତି। ଏସବୁ କହିବା ପୂର୍ବରୁ, କହିବା ପଛରେ ସେ ନିଜେ ନିଜକୁ ବୁଝଉଛନ୍ତି କୋଉଟା ଠିକ କୋଉଟା ଭୁଲ, କଣ ମୁଁ କରିବା ଉଚିତ, କଣ ମୁଁ ନ କରିବା ଉଚିତ, କାହା ପଛରେ ମୁଁ ଯିବା ଉଚିତ ଆଉ କାହା ପଛରେ ମୁଁ ନ ଯିବା ଉଚିତ। ଆଜି ଆପଣମାନେ ସେହି ପ୍ରକାର ଗୋଟେ ଦୋଛକି ସ୍ଥାନରେ ନିଶ୍ଚିତ ଭାବେ ଥିବେ। କଣ ମୁଁ କରିବା ଉଚିତ, କଣ ଛାଡ଼ିବା ଉଚିତ। ଅନେକ ସମୟରେ ଆମେ ଛାଡ଼ିବା ବିଷୟକୁ ଧରିଥାଉ, ଧରିବା ବିଷୟକୁ ଆମେ ଛାଡ଼ିଥାଉ, ଯାହା ଆମ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବିକୃତ ରୂପ ଦେଇଦିଏ। ଆମ ପରିବାର, ଆମ ଆଦର୍ଶ ଜୀବନକୁ ତାହା ମାଟି କରିଦିଏ। ପ୍ରିୟ ମା ଭଉଣୀ ମାନେ, ପ୍ରଭୁ ଆପଣମାନଙ୍କୁ ନେଇ ଗୋଟେ ଚମତ୍କାର କାର୍ଯ୍ୟ ସେ କରିବା ପାଇଁ ଚାହାନ୍ତି। ଆପଣଙ୍କ ପରିବାର ଗଠନ ଆପଣଙ୍କ ନିଜ ଉପରେ ନିର୍ଭର କରୁଛି। ଆଉ ପ୍ରଭୁ ସେ ଟ୍ୟାଲେଣ୍ଟ, ସେ ଆଶୀର୍ବାଦ, ସେ ଅଧିକାର ଆପଣମାନଙ୍କୁ ପ୍ରଭୁ ପ୍ରଦାନ କରିଛନ୍ତି। ଈଶ୍ୱରଙ୍କ ବାକ୍ୟରେ ଆମେ ଦେଖୁଛୁ ଯେ ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥଇ, ଯେଉଁମାନେ ପରିତ୍ରାଣ ପ୍ରାପ୍ତ ପ୍ରଭୁଙ୍କ ବାକ୍ୟରେ ସେମାନେ ଆଉ ସମ୍ପୂର୍ଣ୍ଣ ରୂପେ ନିମଜ୍ଜିତ, ସେହି ପ୍ରକାର ସ୍ତ୍ରୀମାନେ ଈଶ୍ୱରଙ୍କୁ ଭୟ କରି ନିଜ ପରିବାରକୁ ସେମାନେ ଗଠନ କରିବାକୁ ପାରିବେ। ଅନେକ ସମୟରେ ଆମେ ଦେଖୁ ଯେ ଆମ ପରିବାର ମାନଙ୍କରେ ପୁରୁଷମାନେ ଭିନ୍ନ ଭିନ୍ନ ପ୍ରକାର ଭୁଲ ଅଭ୍ୟାସରେ ଥାନ୍ତି। ମଦ, ପାଣି, ନିଶା ସେବନ ଏସବୁରେ ଅନେକ ମା ଭଉଣୀ ମାନେ ମଧ୍ୟ ହତାଶ ହୋଇଥାନ୍ତି ଯେ କେମିତି ଆଉ କେତେ ବୁଝେଇବି ମୁଁ, ସେମାନେ ଆଉ ଫେରିବାର ନାହିଁ, ମୁଁ କେମିତି ଗଠନ କରିବାକୁ ପାରିବି ମୋ ପରିବାର। ଈଶ୍ୱରଙ୍କ ବାକ୍ୟରେ ଆମେ ଦେଖୁଛୁ ଯେ ତାର ଯଦି ଉଚ୍ଚାରଣ ଦ୍ୱାରା ପରିବର୍ତ୍ତନ ନାହିଁ, ସ୍ତ୍ରୀର ସାଇଲେଣ୍ଟ ଆଚରଣ ଦ୍ୱାରା ଯଦି ଉଚ୍ଚାରଣ ଫେଲ୍ ମାରୁଛି, ଆଚରଣ କଥା କର। ପ୍ରଭୁଙ୍କ ଏ ଅନୁଗ୍ରହ, ପ୍ରଭୁଙ୍କ ଏ ସୁଯୋଗ, ପ୍ରଭୁ ଯାହା ଦେଇଛନ୍ତି ତାହାକୁ ମ୍ୟାକ୍ସିମମ୍ ବ୍ୟବହାର କରି ନିଜ ପରିବାରକୁ ଗଠନ କରିବା ଦାୟିତ୍ୱ ଆପଣମାନଙ୍କର। ଯଦି ଆପଣ ଭାବିବେ ମୋ ଦ୍ୱାରା କିଛି ନୁହେଁ, ମୁଁ ବେଶୀ ଶିକ୍ଷିତା ନୁହେଁ, ମୁଁ ଏତେ ଆଡଭାନ୍ସ ମୁଁ ନୁହେଁ, ତେବେ ସବୁଯାକ ଭାସି ହୋଇ
पड़े जीव आमे मध्य से स्रोतरे भासी पड़े जीवा किसी लाभ हो पार प्रभु वाक्य आम देखुचु जड़े विद्यार्थी स्त्री विदेशी स्त्री सफलतार मां से हेबाकू जाउछ तार प्रथम कारण आम देखिलु जे सासु मां प्रति अनुरक्त द्वितीय कारण आम देखुचु से विजातीय ढांचा को संपूर्ण रूपे परित्याग तृतीय विषय आम देखा सदा प्रभु जिहोवा परमेश्वर प्रति संपूर्ण आसक्ति हेबा 17 पदर शेष आड़ को देखु 16 पदर शेष भाड़ा तुम्भर लोक ही मोहर लोक और तुम्भर परमेश्वर ही मोहर परमेश्वर देखो केते बड़ चमत्कार परिवर्तन ए स्थान आम लक्ष्य करू तुमर लोक मोर लोक ठीक अच्छे तमर गाँ मोर गाँ ठीक अच्छे तम संस्कृति मो संस्कृति ठीक अच्छे तमर प्रभु मोर प्रभु हे एटा की कथा केते बड़ विश्वास मत वृद्धंकर टिके लक्ष्य कर वृद्ध कहूना बुझुना यही प्रकार जे नयनी तमर प्रभु ठारू आम देवता महान कहीं देखुन तम देश दुर्भिक्ष आम देश सुभिक्ष तम ठारे खाइबार अभाव से तमे खोजी खोजी लोड़ी लोड़ी आम देश को आसिल ताही गोटे बड़ प्रमाण जे तमर प्रभु छोट आमर देवता बड़ गुरु दशमी कहते से सब भीतर गुरुतर स्ट्रॉन्ग कन्विक्शन बहुत बड़ बुझाणा जीव प्रभु दुर्भिक्ष होते से गाँ से देश में खाइबा पीबार न मिले से प्रभु ही महान और सत्य तेणु नयनी तुमर परमेश्वर ही मोहर परमेश्वर सबुठारू बहुत बड़ डिसीजन वृद्धंकर डिसीजन परमेश्वर को सत्य परमेश्वर को जानिबा और प्रति विश्वास दृढ़ विश्वास कंचा विजातीय स्त्री लोकटा विजातीय प्लाटफर्म से आसुची मूर्ति पूजा बैकग्राउंड रू से आसुची और सत्य परमेश्वर अदृश्य परमेश्वर और लोक मैंने संकटापन्न अवस्था अच्छा सेमिति अवस्था से प्रभु को वृद्ध विश्वास कर अनेक समय आम महानता देखिले विश्वास करने को आम चाहिए गोटे मिराकल्स देखिले आम विश्वास करने को चाहिए आम प्रार्थना श्रवण हेले जाई आम विश्वास बढ़े आम गोटे अद्भुत कार्य देखिले ही आम विश्वास टिके बड़ हुए अभाव 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 कष्ट कष्ट दारिद्र्यता दारिद्र्यता केते प्रार्थना कले शुणा जाऊन सेमिति सिचुएशन भितर आम विश्वास अनेक समय बढ़ी पारि न क्रिटिकल मोमेंट रे वृद्ध जड़े विजातीय स्त्री हेले से जिहोवा परमेश्वर दृढ़ विश्वास स्थापन कर सत्य प्रभु लोक मैंने आम मैंने सत्य प्रभु परिचय पर आम मैंने पाइछु केते जन आम सीरियसली आम प्रभु निष्ठा विश्वास सहित आम प्रतिदिन विश्वास बढ़ी पार्छ अनेक समय आम जगतर सुखा विलास पछरे माताल रोचु जगतर जागतिकता आमको प्रभाव पकई चापी पकाऊ आम विश्वास रे बढ़िया परिवर्ते
विश्वास रे ऊणा देखा जाऊछु सांसारिक भावे बड़ बड़ इच्छा बड़ मत रखा आम देखु ऋत गोटे विद्यार्थी प्लाटफर्म रु आसुच्चंती क्रिटिकल टाइम रे से अछंती तथापि सेमिति परिस्थिति रे रही से सत्य प्रभु को आपणाउछंती ग्रहण करुछंती निजस्व करुछंती तुम्हर परमेश्वर ही मोहर परमेश्वर हेबे बहुत बड़ा डिसीजन से नेउछ देखो तीनोटी विषय शाशु प्रति आकृष्ट हेबा निज संस्कृति को परित्याग करवा सत्य ईश्वर को दृढ़ विश्वास करवा शेष परिस्थिति पूरा पूरी अलग होगा जाऊँ प्रभु देखिले वर्तमान यही ऋत आमर कन्या आमर परिवार सदस्य आशीर्वाद ताको ऊपर देखो से आशीर्वाद ताको ऊपर जे आश्चर्य भावे बयाज को से विवाह ग्रहण कर बयाज को विवाह करवा ऋतक गोटे सौभाग्यर विषय अटे कहीं कहीपर कि परी चरित्रवान युवक पुरुष हुए तो आम देखिपर केमी रात्र समय खड़े युवती पाखक आसवा भितर निष्कलंक कलंक शून्य पवित्र भावे जदि जड़े युवक निजको साइति रखि पारुछि से होछि एही बयाज आप देखिए पुस्तक जगह आप पढ़ी जीवे आग को देखिए जे नयमी पूरा एकमत होछि ऋत बयाज को विवाह ग्रहण करंतु और से समय कल्चर अनुसार विवाह होगा उचित जड़े निकटर जाति कुटुंब को विवाह होगा उचित एक झील भी रेडी झील भी राजी ऋत भी एकमत नयमी एकमत लोक जेतेक से एकमत और सेमिति समय देखु बयाज गोटे कथा कहूँ जाची जाची झील पाखक आसिले बयाज कहूँ जे नहीं प्रकृत नियम अनुसार देखिले ल अनुसार देखिले आउ जड़े परिवार युवक अच्छा सी बह करने कथा जदि से कर विवाह करेंगे युवक आजिकल आम देखिपारे सेमिति युवक को ऋत विवाह माने एते निष्ठा पवित्र कलंक शून्य युवक को पाइबा आशीर्वाद प्रमाण करुछि जे ए बयाज को आ द्वितीय नजर नहीं जीवन सारा एक नारी प्रेम बहुत बहुत बड़ बहुत चमत्कार विषय शेष प्रभु कोल आशीर्वाद गर्भ को आशीर्वाद जानते कि गोटे शिशुपुत्र को से जन्म देते बयाज आउ ऋत नाम कौन कहीपर कि कहीपर कौन ओबे कहीं बहुत गुरुत्व ओबे